ଅଭିଜ୍ଞତାରୁ ଦେଖାଯାଇଛି ଯେ ବିଶିଷ୍ଟ ବିଦ୍ୱାନ ବ୍ୟକ୍ତି ମଧ୍ୟ ରାହୁ ମହାଗ୍ରହଙ୍କର ପ୍ରଭାବରେ ପ୍ରଭାବିତ ହୋଇ ମାନ୍ତ୍ରିକ ଓ ତାନ୍ତ୍ରିକ ରୂପେ ପରିବର୍ତ୍ତିତ ହୋଇଯାଆନ୍ତି। ସାମାନ୍ୟ ଅର୍ଥ ଲୋଭରେ ମାରଣ କ୍ରିୟା ଭଳି ମାରାତ୍ମକ ତନ୍ତ୍ର ଅନୁଷ୍ଠାନ କରିବାକୁ ପଛାଇ ନଥାନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଗ୍ରହ ଜଗତର ଦୁଇ ରହସ୍ୟମୟ ଗ୍ରହ ରାହୁ ଓ କେତୁ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଚଳିତ 2025 ମସିହା ମଇ ମାସ 18 ତାରିଖ ରବିବାର ଦିନ ଦୁଇଟି ଛାୟାଗ୍ରହ ରାହୁ ଓ କେତୁ ଦୀର୍ଘ 18 ମାସ ପରେ ରାଶି ପରିବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ଦ୍ୱାଦଶ ରାଶିଚକ୍ରର ଶେଷ ରାଶି ମୀନ ରାଶିରେ ଅବସ୍ଥାନ କରିଥିବା ରାହୁ ମହାଗ୍ରହ ଗୋଚରରେ ବିପରୀତ ଗତିରେ ଗତି କରି ମୀନ ରାଶିରୁ କୁମ୍ଭ ରାଶିରେ ପ୍ରବେଶ କରିବେ। ସେହିପରି ବର୍ତ୍ତମାନ କନ୍ୟା ରାଶିରେ ଅବସ୍ଥାନ କରିଥିବା କେତୁ ମହାଗ୍ରହ ଓଲଟା ଗତିରେ ଗତି କରି ସିଂହ ରାଶିରେ ପ୍ରବେଶ କରିବେ। ଦ୍ୱାଦଶ ରାଶିଚକ୍ରରେ ସୂର୍ଯ୍ୟଙ୍କ ଚାରିପଟେ ପରିଭ୍ରମଣ କରୁଥିବା 6 ଗୋଟି ଗ୍ରହ ବା ଆକାଶୀୟ ପିଣ୍ଡ ପରି ରାହୁ ଓ କେତୁ ଆକାଶୀୟ ପିଣ୍ଡ ନୁହନ୍ତି। ରାହୁ ଓ କେତୁ ଦୁଇଟି ଯାକ କାଳ୍ପନିକ ବା ଛାୟା ଗ୍ରହ। ରାହୁ ଓ କେତୁଙ୍କୁ ଚନ୍ଦ୍ରଙ୍କର ନୋଟ୍ସ ବୋଲି କୁହାଯାଇଥାଏ, ଯାହାକି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ରାସ୍ତାର ପ୍ରତିଚ୍ଛେଦନ ବିନ୍ଦୁ ହୋଇଥାଏ। ରାହୁଙ୍କୁ ଚନ୍ଦ୍ରଙ୍କର ଉତ୍ତର ଭାଗର ପ୍ରତିଚ୍ଛେଦନ ବିନ୍ଦୁ କୁହାଯାଇଥିବା ବେଳେ କେତୁଙ୍କୁ ଚନ୍ଦ୍ରଙ୍କର ଦକ୍ଷିଣ ଭାଗର ପ୍ରତିଚ୍ଛେଦନ ବିନ୍ଦୁ କୁହାଯାଏ। ଭାରତୀୟ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁ ମହାଗ୍ରହଙ୍କର ମହାଦଶା 18 ବର୍ଷ ହୋଇଥିବା ବେଳେ କେତୁ ମହାଗ୍ରହଙ୍କର ମହାଦଶା 7 ବର୍ଷ ହୋଇଥାଏ। ନୈସର୍ଗିକ ରାଶିଚକ୍ରର ପ୍ରତ୍ୟେକ ଗ୍ରହ ଆଣ୍ଟି କ୍ଲକ୍ ୱାଇଜ୍ ଗତିରେ ଗମନ କରୁଥିବା ବେଳେ ରାହୁ ଓ କେତୁ ସର୍ବଦା ତାର ଓଲଟା ଗତିରେ ଗମନ କରିଥାନ୍ତି, ଅର୍ଥାତ୍ ପଶ୍ଚାତ୍ ଗମନ କରିଥାନ୍ତି। ନୈସର୍ଗିକ ରାଶିଚକ୍ରରେ ପ୍ରତ୍ୟେକ ରାଶିରେ ରାହୁ ଓ କେତୁ 1.5 ବର୍ଷ ଲେଖାଏଁ ଅବସ୍ଥାନ କରିଥାନ୍ତି। ଏହିପରି ଦ୍ୱାଦଶ ରାଶିଚକ୍ରକୁ ଏକଥର ପରିଭ୍ରମଣ କରିବା ପାଇଁ ରାହୁ ଓ କେତୁ ଦୀର୍ଘ 18 ବର୍ଷ ସମୟ ନେଇଥାନ୍ତି, ଯାହାକି ଏବେ ଦୀର୍ଘ 18 ବର୍ଷ ପରେ ରାହୁ କୁମ୍ଭ ରାଶିକୁ ଆସିବେ ଏବଂ କେତୁ ସିଂହ ରାଶିରେ ପ୍ରବେଶ କରିବେ। ସାଧାରଣତଃ ମନୁଷ୍ୟ ଯେଉଁ ସମୟରେ କଷ୍ଟ ଭୋଗିଥାଏ ବା ଯେଉଁ ସମୟଟି ତା ପାଇଁ କଷ୍ଟକର ସମୟ ହୋଇଥାଏ, ସେତେବେଳେ ସେ ଶନି ମହାଗ୍ରହଙ୍କର ଉପରେ ଦୋଷ ଲଦି ଦେଇଥାଏ। କିନ୍ତୁ ଦେଖାଯାଇଛି ଯେ ଶନି ଆସିଲା ବେଳେ ଯେଉଁ କଷ୍ଟ ଦେଇଥାନ୍ତି, ଶନି ଗଲାବେଳକୁ ସେହି କଷ୍ଟ ଦୂର କରି ଶୁଭ ଫଳ ପ୍ରଦାନ କରିଥାନ୍ତି। କିନ୍ତୁ ରାହୁ ମହାଗ୍ରହ ଯଦି ଜାତକର ଖରାପ ସ୍ଥାନରେ ଅବସ୍ଥାନ କରିଥାନ୍ତି, ତେବେ ମହାଦଶା ବା ଅନ୍ତର୍ଦଶାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅଶୁଭ ଫଳ ହିଁ ପ୍ରଦାନ କରିଥାନ୍ତି। ରାହୁଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ରାହୁ ସମସ୍ତ ଗ୍ରହଙ୍କୁ ଏଡ଼ାଇ ଏକାକୀ ଫଳ ଦେବାକୁ ସମର୍ଥ ହୋଇଥାନ୍ତି। ତେଣୁ ରାହୁ ଓ କେତୁ ଜାତକ ଚକ୍ରରେ ଅଶୁଭ ସ୍ଥାନରେ ଅବସ୍ଥାନ କରିଥିଲେ ବ୍ୟକ୍ତିକୁ ବଡ଼ ଅଶୁଭ ଫଳ ପ୍ରଦାନ କରିବା ସହିତ
ବଡ଼ କଷ୍ଟ ମଧ୍ୟ ପ୍ରଦାନ କରିଥାନ୍ତି। ଜ୍ୟୋତିଷୀୟ ବିଚାର ଅନୁଯାୟୀ ରାହୁଙ୍କୁ ଶନି ଭଳି ଓ କେତୁଙ୍କୁ ମଙ୍ଗଳ ମହାଗ୍ରହଙ୍କ ଭଳି ବିଚାର କରାଯାଇଥାଏ ଏବଂ ରାହୁ ଓ କେତୁ ଛାୟାଗ୍ରହ ହୋଇଥିବାରୁ ଯେଉଁ ଗ୍ରହର ଘରେ ଥାଆନ୍ତି ବା ଯେଉଁ ଗ୍ରହଙ୍କ ନକ୍ଷତ୍ରରେ ଥାଆନ୍ତି କିମ୍ବା ଯେଉଁ ଗ୍ରହଙ୍କ ସହିତ ଥାଆନ୍ତି ସେହିମାନଙ୍କ ପରି ମଧ୍ୟ ଫଳ ଦେଇଥାନ୍ତି। ମନୁଷ୍ୟ ଜୀବନରେ ଘଟୁଥିବା ପ୍ରତ୍ୟେକଟି ଆକସ୍ମିକ ଘଟଣା ପଛରେ ରାହୁ ମହାଗ୍ରହଙ୍କର ହାତ ଅଛି ବୋଲି କୁହାଯାଇଥାଏ। ରାହୁ ଏକ ରହସ୍ୟମୟ ଗ୍ରହ ହୋଇଥିବାରୁ ରାହୁ ଜାତକରେ ବଳବାନ ଥିଲେ ବ୍ୟକ୍ତିକୁ ରାଜନେତା କରିଥାଏ ଏବଂ ଶାସନ ଗାଦି ମଧ୍ୟ ପ୍ରଦାନ କରିବାର ଢେର ନଜିର ଅଛି। ଷଡ଼ଯନ୍ତ୍ର, ହତ୍ୟା, ଲୁଣ୍ଠନ ଏବଂ ମ୍ୟାଜିକ୍ ବା ଭେଳିକି ଦେଖାଇଲା ଭଳି ଘଟଣା ପଛରେ ରାହୁ ମହାଗ୍ରହଙ୍କର ପ୍ରଚ୍ଛନ୍ନ ହାତ ଥାଏ। ଆଉ ସବୁଠାରୁ ବଡ଼ କଥା ହେଲା ରାହୁ ମଣିଷକୁ ଐଶ୍ୱର୍ଯ୍ୟ ପ୍ରଦାନ କରିଥାଏ ଏବଂ ସମସ୍ତ ପ୍ରକାର ଭୌତିକ ସାଧନରେ ପରିପୂର୍ଣ୍ଣ କରିଥାଏ। ଅଭିଜ୍ଞତାରୁ ଦେଖାଯାଇଛି ଯେ ବିଶିଷ୍ଟ ବିଦ୍ୱାନ ବ୍ୟକ୍ତି ମଧ୍ୟ ରାହୁ ମହାଗ୍ରହଙ୍କର ପ୍ରଭାବରେ ପ୍ରଲୋଭିତ ହୋଇ ମାନ୍ତ୍ରିକ ଓ ତାନ୍ତ୍ରିକ ରୂପେ ପରିବର୍ତ୍ତିତ ହୋଇଯାଆନ୍ତି। ସାମାନ୍ୟ ଅର୍ଥ ଲୋଭରେ ମାରଣ କ୍ରିୟା ଭଳି ମାରାତ୍ମକ ତନ୍ତ୍ର ଅନୁଷ୍ଠାନ କରିବାକୁ ପଛାଇ ନଥାନ୍ତି। ତେଣୁ ପ୍ରାଚୀନ କାଳର ଆର୍ଯ୍ୟ ଋଷିଗଣ ରାହୁ ମହାଗ୍ରହଙ୍କୁ ସୂର୍ଯ୍ୟଙ୍କ ଠାରୁ ଶକ୍ତିଶାଳୀ ଗ୍ରହ ରୂପେ ବର୍ଣ୍ଣନା କରିଛନ୍ତି। ଗାଢ଼ ନୀଳ ରଙ୍ଗ ବିଶିଷ୍ଟ ଏବଂ ସାପ ଆକାରର ପ୍ରତୀକ ବୋଲି ରାହୁ ମହାଗ୍ରହଙ୍କୁ ବର୍ଣ୍ଣନା କରାଯାଇଅଛି। ପୌରାଣିକ କଥା ଅନୁଯାୟୀ ସମୁଦ୍ର ମନ୍ଥନରୁ ପ୍ରାପ୍ତ ଅମୃତ ପାନ କଲାବେଳେ ରାହୁ ଅସୁରମାନଙ୍କ ପାଖରୁ ଯାଇ ଦେବତାମାନଙ୍କ ପାଖରେ ବସି ଅମୃତପାନ କରିଦେଇଥିଲେ। ପାଖରେ ବସିଥିବା ସୂର୍ଯ୍ୟ ଓ ଚନ୍ଦ୍ର ଏକଥା ଜାଣିପାରି ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ଏକଥା ଜଣାଇବାରେ ଶ୍ରୀହରି ବିଷ୍ଣୁ ସୁଦର୍ଶନ ଚକ୍ରରେ ରାହୁର ମୁଣ୍ଡଗଣ୍ଡି କାଟି ଅଲଗା କରିଦେଇଥିଲେ। କିନ୍ତୁ ସେତେବେଳକୁ ରାହୁ 2-4 ବୁନ୍ଦା ଅମୃତ ଖାଇସାରିଥିବାରୁ ମୁଣ୍ଡଗଣ୍ଡି ସିନା ଅଲଗା ହେଲା କିନ୍ତୁ ଜୀବନ ଗଲା ନାହିଁ। ଆଗାମୀ ଅଧ୍ୟାୟମାନଙ୍କରେ ଜାଣିବା ରାହୁ ଓ କେତୁଙ୍କର ରାଶି ପରିବର୍ତ୍ତନରେ ଦ୍ୱାଦଶ ରାଶିଚକ୍ରର କେଉଁ ରାଶି କ'ଣ ସବୁ ଫଳ ପ୍ରଦାନ କରୁଛନ୍ତି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।